ବିହାରର ସୁପାଲ ଜିଲ୍ଲାରେ ଏକ ବଡ଼ ଦୁର୍ଘଟନା ଘଟିଛି। କୋସି ନଦୀ ଉପରେ ନିର୍ମିତ ସେତୁର ସ୍ଲାବ୍ ହଠାତ୍ ଖସିଯିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ 3ଟି ସ୍ତମ୍ଭର ଗାଟର ଖସିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଆରମ୍ଭ କରିଥିଲେ। ତେବେ ଏହି ପୋଲ ତଳେ ଫସି ରହିଥିବା ଶ୍ରମିକମାନଙ୍କୁ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗରେ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଛି। ସୂଚନାଯୋଗ୍ୟ ଯେ ସୁପାଲ ଜିଲ୍ଲାର ବକୁର ଏବଂ ମଧୁବନୀ ଜିଲ୍ଲାର ଭେଜାଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠାରୁ ଲମ୍ବା ସଡ଼କ ବ୍ରିଜ ଏବଂ ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗି ଯାଇଥିଲା, ଯାହାକି ବ୍ରିଜର 50, 51 ଓ 52 ନମ୍ବର 3ଟି ସ୍ତମ୍ଭର ଘାଟି ଭୁଶୁଡ଼ି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି ଏବଂ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ଆହତ ହୋଇଛନ୍ତି। ତେବେ 2023 ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲା, ମାତ୍ର କାମ ନ ସରିବାରୁ 2024 ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା 56% ସେତୁ କାର୍ଯ୍ୟ ଶେଷ ହୋଇଛି। ଏଥିରେ ମୋଟ 171ଟି ସ୍ତମ୍ଭ ଥିବା ବେଳେ ସେଥିରୁ 166ରୁ ଅଧିକ ସ୍ତମ୍ଭ ପ୍ରସ୍ତୁତ ହୋଇସାରିଛି ଏବଂ ଏହି ପୋଲରେ ସମୁଦାୟ 3 କିଲୋମିଟର ଆପ୍ରୋଚ ରୋଡ ରହିଛି। ତେବେ ବିହାରରେ ନିର୍ମାଣାଧୀନ ସେତୁ ଭୁଶୁଡ଼ିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ଘଟିଛି, ଯାହାକି ଗତ ବର୍ଷ ଜୁନ 4 ତାରିଖରେ ଭାଗଲପୁର ଜିଲ୍ଲାର ଗଙ୍ଗା ନଦୀ ଉପରେ ଏକ ସେତୁ ଭୁଶୁଡ଼ି ପଡ଼ିଥିଲା। କିନ୍ତୁ ସେହି ଘଟଣାକୁ ବର୍ଷେ ନ ପୂରୁଣୁ ପୁଣି ଏକ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ଜୀବନ ଯାଇଛି।